ସକାଳୁ ସକାଳୁ ଉଠିବା ପାଇଁ ଯେତେବେଳେ ଲେଟ୍ ହେଇଯିବ ଆଉ କିଛି ହେଲ୍ଦି ଖାଇବା ପାଇଁ ଇଚ୍ଛା ହେବ, ତାହେଲେ ଏଇଟା ବନେଇ ନିଅନ୍ତୁ। ଛୋଟ ଛୁଆରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ବହୁତ ବଢ଼ିଆ ଲାଗିବ। ଝଟପଟ କିନା ହେଇ ବି ଯିବ, ତା ସହିତ ହେଲ୍ଦି ପୁରା ପେଟ ଭରିଯିବ, ଦିନସାରାର ଏନର୍ଜି ବି ବହୁତ ମିଳିବ। ଚାଲନ୍ତୁ ରେସିପିଟା ଟିକେ ଦେଖିନେଇ। କିଛି କରିବା ପାଇଁ ପଡ଼ିବନି, ଓଟ୍ସ ନେଇଯିବେ, ଆପଣମାନେ ଯେମିତି ଖାଇବେ ସେମିତିକା। ଆଉ ଗୋଟେ ଗ୍ଲାସ୍ ନର୍ମାଲ୍ କ୍ଷୀର ଦେଇଦେବେ। ବେଶୀ ଥଣ୍ଡା ହେବା ଦରକାର ନାହିଁ କି ଗରମ ଦରକାର ନାହିଁ, ନର୍ମାଲ୍ କ୍ଷୀର ଦେଇଦେବେ। ତାପରେ 10ରୁ 15 ମିନିଟ୍ ଏଟା ଭିଜେଇକି ରଖିଦେବେ। ଚାହିଁଲେ ଆଗ ଦିନ ରାତିରେ ଭିଜେଇକି ଆପଣମାନେ ଫ୍ରିଜରେ ବି ରଖିପାରନ୍ତି, କିନ୍ତୁ 10ରୁ 15 ମିନିଟ୍ ରଖିଲେ ବି ବହୁତ ବଢ଼ିଆ ହେବ, ଇନଷ୍ଟାଣ୍ଟ ବନିଯିବ। ଚାଲନ୍ତୁ ହେଇଯାଇଛି 10ରୁ 15 ମିନିଟ୍ ଭିତରେ ମୁଁ କିଛି ଫ୍ରୁଟ୍ସ କାଟିଦିଏ। ଆପଣମାନେ ଯାହା ଯାହା ଫଳ ଖାଇବେ ସେ ଫଳ ଗୁଡ଼ା ଆପଣମାନେ କାଟି ନେବେ। ମୋତେ ଯେମିତି ଭଲ ଲାଗେ ଟିକେ ଆପେଲ୍ ଖାଇବା ପାଇଁ, ତା ସହିତ ଟିକେ ବାନାନା ଥିବ, ଅଙ୍ଗୁର ଆଉ ବେଦନା, ଏଇ ଫଳ ଗୁଡ଼ା ମୋତେ ବହୁତ ବଢ଼ିଆ ଲାଗେ। ସେଇଥିପାଇଁ ମୁଁ ଏଇ ଫଳ ଗୁଡ଼ା ନେଉଛି। ଆପଣମାନେ ଚାହିଁଲେ ଆପଣଙ୍କ ପସନ୍ଦ ଅନୁସାରେ ନେଇନେବେ। ଆପେଲ୍ ଆଉ ବାନାନା ଦେଇ ମୁଁ ସଜେଇ ଦେଇଛି। ଏବେ କ'ଣ କରିବି, ଝଟପଟ କିନା କିଛି ଅଙ୍ଗୁର ଦେଇଦେବି। ଅଙ୍ଗୁର ଗୁଡ଼ା ବି କାଟିକି ରଖିଥିଲି, ବହୁତ ବଢ଼ିଆ ଅଙ୍ଗୁର, ଏବେ ତ ମିଠା ମିଠା ଅଙ୍ଗୁର ଆସୁଛୁ, ସେ ଅଙ୍ଗୁର ଗୁଡ଼ାକୁ ମୁଁ କାଟିକି ରଖିଥିଲି। ତାପରେ ଦେଇଦେଉଛି କିଛି ଡେଟ୍ସ, ଖଜୁର ଗୁଡ଼ାକୁ ବି କି ସୁନ୍ଦର ଭିଜେଇକି କାଟିକି ରଖିଥିଲି। ତା ସବୁ ଦେଇ ସୁନ୍ଦର କିନା ଏଇ ଓଟ୍ସଟା ବନେଇ ନେଉଛୁ। ନା ଗ୍ୟାସ୍ ପାଖକୁ ଯିବା ପାଇଁ ପଡ଼ିବ, ନା କିଛି କାଟାକୁଟି କରିବା ପାଇଁ ଅଛି। ହାଲକା ଫୁଲକା ଏଇ ଓଟ୍ସଟା ବନେଇ ନିଅନ୍ତୁ ଆଉ ଖାଆନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଏବେ କିଛି ବେଦନା ଦେଇଦେଉଛି, ଆଲମଣ୍ଡସ୍ ବି ଦେଇଥିଲି, କିଛି ଭିଜେଇକି ଆଲମଣ୍ଡସ୍ ରଖିଥିଲି, ତାକୁ ବି ଦେଇଦେଇଛି। ଏବେ ମଧୁ ଦେଇ ଭଲକିନା ସଜେଇ ନେଉଛି। ଏବେ ବସିଯାଇ ଖାଇବା ପାଇଁ। ଆପଣଙ୍କୁ ରେସିପିଟା କେମିତି ଲାଗିଲା ନିହାତି କହିବେ। ଯଦି ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ସେୟାର କରିବେ। ତା ସହିତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ, ନମସ୍କାର। ଆପଣମାନେ ଭଲରେ ରୁହନ୍ତୁ।